ଅତୀତ ରୂପୀ ଚାବିକାଠି ଦ୍ୱାରା ଭବିଷ୍ୟତ ରୂପୀ ତାଲାକୁ କେବେ ହେଲେ ଖୋଲା ଯାଇ ପାରିନଥାଏ। ସେଥିପାଇଁ ବର୍ତ୍ତମାନକୁ ନେଇ ଜୀଇବାକୁ ସବୁବେଳେ ଚେଷ୍ଟା କରନ୍ତୁ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ମେ ମାସ 12 ତାରିଖ, ଓଡ଼ିଆ ବୈଶାଖ ମାସ 29 ଦିନ, ସୋମବାର, ଶୁକ୍ଳ ପକ୍ଷ, ପୂର୍ଣ୍ଣିମା ତିଥି, ଯାହା ରାତ୍ରି 11:14 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଦିବା 7:11 ପର୍ଯ୍ୟନ୍ତ ରହୁଛି। ତାପରେ ବିଶାଖା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 3:08 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ବିଛା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:14 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:08। ଆଜି ଯୁଗ୍ନି ରହିଛି ବାୟୁକୋଣରେ, ଯାହା ରାତ୍ରି 11:14 ପରେ ଯୁଗ୍ନି ରହିବ ପୂର୍ବ ଦିଗରେ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହାକି ଦିବା 7:11 ପରେ, ଯାହାକି ଏକପାଦ ପୁଷ୍କର ଦୋଷ ଲାଗୁଛି। ଫଳ ରହୁଛି ବଂଶହାନି। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ଆମିଷ ଭୋଜନ ନିଷେଧ ରହିଛି। ଆଜି ହେଉଛି ଚନ୍ଦନ ପୂର୍ଣ୍ଣିମା, ତତ୍ସହିତ ବୁଧ ଜୟନ୍ତୀ ଏବଂ ବୈଶାଖ ବ୍ରତ ସମାପନ। ତେବେ ଆଜିର ଦିନରେ ଆପଣମାନେ ଚନ୍ଦନ ପୂର୍ଣ୍ଣିମା ଉପଲକ୍ଷେ ନିଶ୍ଚିତ ବ୍ରତ ଉପବାସ କରନ୍ତୁ ଏବଂ ସ୍ନାନାଦି ପ୍ରାପ୍ତରେ କରନ୍ତୁ। ଦେଖିବେ ଆପଣଙ୍କର ଗ୍ରହରିଷ୍ଟ ଖଣ୍ଡନ ହେବା ସହିତ ଭାଗ୍ୟ ପରିବର୍ତ୍ତନ ହୁଏ। ତେବେ ବିଶେଷ ସେଇମାନଙ୍କର ଲାଭ ହୁଏ ଯେଉଁମାନଙ୍କର ଚନ୍ଦ୍ର ଗ୍ରହ ଖରାପ ସ୍ଥିତିରେ ଅଛି ଏବଂ ଚନ୍ଦ୍ର ମହାଦଶା ଅନ୍ତର୍ଦଶା ରହୁଛି, ସେମାନଙ୍କୁ ବିଶେଷ ଲାଭଦାୟକ ହୋଇଥାଏ। ତେବେ ଆଜିର ଦିନରେ ଆପଣମାନେ ଚନ୍ଦ୍ର ଦେବତାଙ୍କୁ ନିଶ୍ଚିତ ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ତାଙ୍କର ମନ୍ତ୍ର ଜପ କରନ୍ତୁ। ତେବେ ଅର୍ଥ ଯେଉଁମାନଙ୍କର ଅଭାବ ରହୁଛି, ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଏବଂ ଦୀପଟିଏ ଜଳନ୍ତୁ। ଦେଖିବେ ଆପଣଙ୍କର ଯେଉଁ ସମସ୍ୟା ରହୁଛି ସେ ସମସ୍ୟା ଧୀରେ ଧୀରେ ସମାଧାନ ହୋଇବ ନିଶ୍ଚିତ। ଆଜିର ଅଶୁଭ ବେଳା, ଯାହା ଦିବା 6:44 ଦିବା 8:28 ମଧ୍ୟ ରହିଛି, ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 2:40 ଦିବା 4:13 ମଧ୍ୟ ରହିଛି ବାର ବେଳା। ତେଣୁ ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:43 ପର୍ଯ୍ୟନ୍ତ ରହିଛି ଶୁଭ ବେଳା। ସେହିଭଳି ଦିବା 10:02 ଦିବା 12:16 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା, ଯାହାକି 6:57 ରାତ୍ରି 9:21 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବ, ଯାହାକି ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହୁଥିବାରୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଅତି ସୁଖ ଆନନ୍ଦମୟରେ କଟିବ। ମେଷ ରାଶି ବ୍ୟକ୍ତି ଆଜି ମେଷ ରାଶି ବ୍ୟକ୍ତି, ଯାହାକି ଆପଣ ଯଦି ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ଆପଣଙ୍କର ଭାଗ୍ୟ ଶୁଭ ଯୁଗ ସ୍ଥିତିରେ ରହୁଛି, ଯାହାକି ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହେବ ଏବଂ ମହା ଆନନ୍ଦ ପ୍ରାପ୍ତ କରେଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତେବେ ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡ଼ିତ ଅଛନ୍ତି, ସେମାନେ ବହୁତ ଆଗକୁ ବଢ଼ିବେ। ନିଜର ପ୍ରତିଷ୍ଠା ଦ୍ୱାରା ନିଜର ଦବଦବା ଦେଖିବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି
विशेष करी शिक्षार्थी विद्यार्थी मानक पई अनेक शुभ जुग रहुची जहाँकि आपणकर इंटरव्यू एग्जाम थिले सेतिरे कृतकार्य करिवे जहाँ आपणक भाग्य राशि जना पडुची। तत्सहित आज जहाँकि मेष राशि व्यक्ति प्रेम संबंध रे जड़ित थिले आज आपनको एक रोमांटिक परिवेश सुंदर करिपारे तत्सहित बहुत उत्साहित रही पारंती तत्सहित किछि मधुर वार्तालाप मध्य करि पारंती मेष राशि व्यक्ति। आज मेष राशि व्यक्ति पारिवारिक संपर्क भल रहिबो विशेषकर नुआ नुआ जो माने मैरिज करछन्ती आज सेमानक पई एक महा आनंदर दिन होई पारे जहाँ आपणक राशि चक्र जना पडुछि। आज मेष राशि व्यक्ति जहाँ कि आपण स्वास्थ्यगत दृष्टि देखिले आपण संपूर्ण सुस्थ रहिबे पूर्वर जदि किछि स्वास्थ्य समस्या थिबो आज निश्चित ताहार समाधान होबार अनेक चांस रहुछि। आज मेष राशि व्यक्ति जो माने व्यापार वाणिज्य रे जड़ित अछंती बा व्यापार वाणिज्य करूछंती सेमानक पई अनेक प्रकार लाभपूर्ण योग रहुछि। तत्सहित आपण निश्चित अर्थजनित जे कोनोसी निष्पत्ति नेबे ताहा आपणक पई लाभदायक हेबो एवं अनेक अर्थ आपणको निश्चित लाभ प्रदान करिवार सुयोग देई पारे। आज मेष राशि व्यक्तिंकर आज मेष राशि व्यक्तिंकर भाग्य संख्या रहिछि 9 भाग्य रंग रहुछि जहा कि नाली रंग यूज करि परिबे एवं ग्रह माने आपनको आज 95% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपणकर भाग्य ग्रह मध्यम धरणेर रहिछि तेणु प्रत्येक कार्य ध्यान पूर्वक करिवार आवश्यकता रहिछि। आज कर्म क्षेत्र रे आपण जहा किछि दूर यात्रा करिवार संभावना रहुछि तेणु निश्चित या प्रति सचेतन सहकारे कार्य करंतु वृष राशि व्यक्ति। आज वृष राशि व्यक्ति अर्थजनित कारोबार रे निश्चित सावधान रुहंतु विशेष करी आपणकर अर्थजनित कारोबार रे आपणकर शत्रु वृद्धि होबार अनेक चांस रहुछि तेणु या प्रति निश्चित सचेतन रुहंतु। व्यापार वाणिज्य ध्यान पूर्वक करंतु कौनसी रिस्कफुल व्यापार वाणिज्य करंतु नाही जहा आपणक पई भलो हेबो। आज वृष राशि व्यक्तिंकर जहा कि चाकरी संबंध रे जो माने जड़ित अछंती से माने निश्चित आपणकर कार्य सफलता जुग रहुछि एवं निजर कार्य रे आपण अनेक शुभ फल प्रदान करी निजर कार्य कौशल द्वारा समस्त को दृष्टि आकर्षण करै पारंती। आज वृष राशि व्यक्ति जहा कि चाकरी संबंध सहित जदि इंटरव्यू थिबो आपणकर एग्जाम किबा इंटरव्यू थिबो सेतरे कृतकार्य करिवार सुयोग देई पारे। आज वृष राशि व्यक्ति राजनीतिक सामाजिक क्षेत्र रे टिके ध्यान देबार आवश्यकता रहिछि जहा आपणको अनेक क्षेत्र रे भय जात करि पारे तेणु यह प्रति निश्चित सावधान रुहंतु। आज वृष राशि व्यक्ति प्रेम दुनिया रे आपण निश्चित एक भाग्य शुभजुग स्थिति रे थिबारु एक रोमांटिक परिवेश सृष्टि करि पारे जहा आपणक भाग्य राशि रे जणा पडुछि। आज वृष राशि व्यक्ति पारिवारिक दृष्टि देखिले आपणकर परिवार सहित समस्तंकर मन मिसी जिवो एवं समस्तंक सहित मिलिमिशी दिनटी अति सुखमय रे कटिबो। आज वृष राशि व्यक्ति स्वास्थ्यगत दृष्टि देखिले आपणकर कौनसी स्वास्थ्य समस्या रहिबो नाही जहा आपणक भाग्य राशि रे जणा पडुछि। आज वृष राशि व्यक्तिंकर भाग्य संख्या रहिछि 8 भाग्य रंग आपण मिश्रित कला रंग यूज करि परिबे एवं ग्रह माने आपणको आज 70% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज कर्म क्षेत्र रे ध्यान पूर्वक कार्य करिवार आवश्यकता रहिछि कारण आपणकर भाग्य ग्रह आज निम्नगामी रहुछि तेणु प्रत्येक कार्य सचेतन सहकारे कौनसी रिस्कफुल कार्य करंतु नाही एवं मिथुन राशि व्यक्ति कौनसी गुरुत्वपूर्ण निष्पत्ति निहंतु नाही जहा आपणक पई भलो हेबो। आज मिथुन राशि व्यक्ति चाकरी संबंध रे जदि जड़ित अछंती आपणकर भाग्य ग्रह निम्नगामी थिबारु आपणकर कार्य विफलता भूल होबार अनेक चांस रहुछि तेणु यह प्रति निश्चित सचेतन रुहंतु। मानसिक स्तर रे मध्ये मिथुन राशि व्यक्ति आज अस्थिर एवं विभिन्न प्रकार समस्या भितर गति करिवे तेणु निश्चित आपण यदि मानसिक स्थिति ठीक रखिबा पई चाहुचंती टिके संगीत सुनंतु किबा प्रवचन टिके सुनंतु देखिबे मिथुन राशि व्यक्ति आपण मानसिक स्थिति ठीक रहिबो। तेबे मिथुन राशि व्यक्ति आज चाकरी संबंध रे भाग्य निम्नगामी रहुथिबारु शिक्षार्थी विद्यार्थी मानक पई आज भाग्य अशुभ जुग बनौछि। तत्सहित राजनीतिक सामाजिक क्षेत्र रे आपणकर जहा कि आज विशेष भल जुग नाही तेणु यह प्रति दूरता अवलंबन करिले मिथुन राशि व्यक्ति पई भलो हेबो। तेबे मिथुन राशि व्यक्ति आज जहा कि प्रेम संबंध रे आपणकर भल पाइबा बा संबंध खराब रहिबो तेणु यह प्रति निश्चित मिथुन राशि व्यक्ति सचेतन रहिबा सहित पारिवारिक जहा कि कलह होबार सृष्टि
ଯୁଗ ବନଉଛି। ତେଣୁ ଧ୍ୟାନପୂର୍ବକ ପରିବାର ସମ୍ପର୍କ ଆପଣ ସଚେତନ ରୁହନ୍ତୁ। କୌଣସି କଳହ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହାକି କଳହ ହେବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ଅତିରିକ୍ତ ସାବଧାନ ରୁହନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ସହିବାକୁ ପଡ଼ିବ। ତେଣୁ ନିଶ୍ଚିତ ସଚେତନ ରୁହନ୍ତୁ। ମିଥୁନ ରାଶି ବ୍ୟକ୍ତି କୌଣସି ଅର୍ଥଜନିତ ଡିସିସନ ନିଅନ୍ତୁ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ। ତେଣୁ ନିଶ୍ଚିତ ନିଜର ଖାଦ୍ୟ ଏବଂ ଦୈନନ୍ଦିନ ଚଳଣିକୁ ଧ୍ୟାନ ଦିଅନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ୍ କରିପାରିବେ। ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସଚେତନ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଟିକେ ସଚେତନ ଏବଂ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣଙ୍କ ପାଇଁ ଭଲ ହେବ। କିନ୍ତୁ ଧୈର୍ଯ୍ୟ ଆଜି ନିହାତି ଆବଶ୍ୟକତା ରହିଛି କର୍କଟ ରାଶି ବ୍ୟକ୍ତି, କାରଣ ଆପଣଙ୍କର ମାନସିକ ସ୍ଥିତି ଅସ୍ଥିରତା ରହିପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ଧୈର୍ଯ୍ୟ ସହକାରେ କରନ୍ତୁ। ଦେଖିବେ କର୍କଟ ରାଶି ବ୍ୟକ୍ତି ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କର୍କଟ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯେଉଁମାନେ ଅଛନ୍ତି ସେମାନଙ୍କର ଆଜି କାର୍ଯ୍ୟଭାର ବଢ଼ିବ, ଯାହାକି ମାନସିକ ସ୍ଥିତି ଅସ୍ଥିରତା ରହିବ। କିନ୍ତୁ ଆପଣ ଯଦି ଧ୍ୟାନପୂର୍ବକ କାର୍ଯ୍ୟ କରିବେ ସେ ସ୍ଥିତି ଆପଣଙ୍କର ପରିବର୍ତ୍ତନ ହେବ ଏବଂ ସଫଳ ହେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସୁଯୋଗ ଦେବ ବା ଆପଣଙ୍କର ସ୍ଥିତି ଠିକ୍ ରହିବ। ତେବେ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ସମ୍ଭାବନା ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢ଼ିପାରେ। କିନ୍ତୁ କେତେକାଂଶ କ୍ଷେତ୍ରରେ ଆପଣ ନିଶ୍ଚିତ ସଚେତନ ସହକାରେ ନିଜର ବ୍ୟବହାର ଠିକ୍ ରଖନ୍ତୁ, ନହେଲେ ଆବଶ୍ୟକ ସ୍ଥଳେ ଆପଣଙ୍କର ବ୍ୟବହାର ଖରାପ ହେଲେ ଆପଣଙ୍କର ଯାହାକି କର୍ମଯୁଗରେ ବାଧା ଦେଇପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଆତ୍ମବିଶ୍ୱାସ ଦ୍ୱିଗୁଣିତ ହେବ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ। କିନ୍ତୁ ଆପଣ ଟିକେ ସାବଧାନ ରୁହନ୍ତୁ। କୌଣସି ଯୁକ୍ତିତର୍କ ବା ଅବିଶ୍ୱାସ କରନ୍ତୁ ନାହିଁ, ଯାହା ଆପଣଙ୍କର ପ୍ରେମ ସମ୍ବନ୍ଧରେ ବାଧା ଆସିପାରେ। ତେବେ ଆଜି ପାରିବାରିକ ସମ୍ପର୍କ କିଛି ମାତ୍ରାରେ ଆପଣଙ୍କର କଳହ ଯୁକ୍ତ ଆଡ଼କୁ ନେଇପାରେ। ତେଣୁ ଆପଣ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। କୌଣସି କଳହ ଜାଗାକୁ ଯାଆନ୍ତୁ ନାହିଁ ବା କଳହ କରନ୍ତୁ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଆପଣ ନିଶ୍ଚିତ ଆଜି ଲାଭ ପାଇବେ। ପୂର୍ବରୁ ଯଦି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରିଥିଲେ କ୍ଷତି ହେଇଥିବ, ତାହାର ପୂରଣ ହେବାର ଆଜି ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ କିନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅନେକ ରହିବ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କୌଣସି ସ୍ୱାସ୍ଥ୍ୟ ଖରାପ ହେବା ଭଳିଆ କାମ କରନ୍ତୁ ନାହିଁ। ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ୍ କରିପାରିବେ। ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆପଣ ପ୍ରତ୍ୟେକ କାର୍ଯ୍ୟ ସଫଳତା ଶୀର୍ଷରେ ନେଇ ପହଞ୍ଚେଇବେ। ସିଂହ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ ଆପଣ ବହୁତ ଆଗକୁ ନେବେ ଏବଂ ନିଜର କାର୍ଯ୍ୟକୌଶଳ ଦ୍ୱାରା ଉପରସ୍ଥ କର୍ମଚାରୀଙ୍କର ଦୃଷ୍ଟି ଆକର୍ଷଣ ହୋଇ ପ୍ରଶଂସାର ପାତ୍ର ବନିଯାଇ ପାରନ୍ତି ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢ଼ିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଆଜି ଟିକେ ସାବଧାନ ରୁହନ୍ତୁ, କାରଣ ଆଜି ପ୍ରେମ ସମ୍ବନ୍ଧ ଆପଣଙ୍କ ପାଇଁ ଭଲ ନ ହୋଇପାରେ। ବିଶେଷ କରି ଆପଣଙ୍କର ପ୍ରେମ ସମ୍ବନ୍ଧରେ କିଛି ଭୁଲ ବୁଝାମଣା ଯୋଗୁଁ ନିଜ ଭିତରେ ଯୁକ୍ତିତର୍କ ହେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପାରିବାରିକ କଳହ ଯୁଗ ରହୁଛି, ଯାହାକି ପରିବାରର ପୁତ୍ର ସ୍ତ୍ରୀଙ୍କ ସହିତ ଅନେକ ସମସ୍ୟା ଦେଖା ଦେଇପାରେ ବା ସ୍ୱାମୀଙ୍କ ସହିତ ସମସ୍ୟା ଆପଣଙ୍କର ଉପୁଜିପାରେ। ତେଣୁ ନିଶ୍ଚିତ ଏହା ପ୍ରତି ସିଂହ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ। ଦେଖିବେ ଆପଣଙ୍କର ପରିବାର ସମ୍ପର୍କ ଭଲ ରହିବ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ଯଦି ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ବୁଦ୍ଧି ପ୍ରୟୋଗ କରି ଆପଣ ବେପାର କରନ୍ତୁ। ବୁଦ୍ଧି ଯଦି ଆପଣ ଟିକେ
ହୀନ ହେଇଯିବ ତେବେ ଅନେକ କ୍ଷତି ସହିବାକୁ ପଡ଼ିବ, କାରଣ ଆପଣଙ୍କର ଆଜି ଧନ ହାନି ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କୁ କିଛି ନିଜର କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ, ସେଥିପାଇଁ ଆପଣ ମାନସିକ ସ୍ତରରେ ଅଶାନ୍ତି ମଧ୍ୟ ହୋଇପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଆପଣ ସବୁଜ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ଧ୍ୟାନ ପୂର୍ବକ କରନ୍ତୁ କାର୍ଯ୍ୟ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଅନେକ କ୍ଷେତ୍ରରେ ଆପଣ ମାନସିକ ସ୍ତରରେ ଦୁର୍ବଳ ନୈରାଶ୍ୟ ହୋଇପାରନ୍ତି। ତେଣୁ ସଚେତନ ସହକାରେ କାର୍ଯ୍ୟ କରିଲେ ଆପଣ ଶୁଭ ଫଳ ଆଡ଼କୁ ଅଗ୍ରଗତି କରିବେ। ଆଜି କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଥିବେ ସେମାନଙ୍କର କାର୍ଯ୍ୟ ଆଜି ଅନେକ ଚାପ ଦେଇପାରେ ବା ନିଜର କାର୍ଯ୍ୟ ଭୁଲ କରିପାରନ୍ତି, ଯାହାକି ଆପଣଙ୍କର ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କନ୍ୟା ରାଶି ବ୍ୟକ୍ତି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହୁଛି। ତତ୍ସହିତ ଆପଣଙ୍କର ଇଣ୍ଟରଭ୍ୟୁ ବା ଏକ୍ଜାମ ଥିଲେ ଆପଣଙ୍କୁ ବିଶେଷ ସଫଳତା ନ ମିଳିପାରେ କନ୍ୟା ରାଶି ବ୍ୟକ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ଆପଣ ଭାଗ୍ୟ ଗ୍ରହ ଯାହାକି କେତେକାଂଶରେ କଳହ ଯୁଗ ବନେଇ ପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶରେ ଏହା ଅସ୍ଥିରତା ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଯଦି ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଆପଣ ଲାଭ ପାଇବେ। ପୂର୍ବରୁ ଯଦି କିଛି କ୍ଷତି ହୋଇଥିବ ତାହାର କ୍ଷତିର ଭରଣ ହବାର ଚାନ୍ସ ରହୁଛି ବା ଆପଣଙ୍କର ଅର୍ଥ ପ୍ରାପ୍ତ ହବାର ଅନେକ ସୁଯୋଗ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥ ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ଏବଂ ମାନସିକ ସ୍ତରରେ ଟିକେ ଅଶାନ୍ତି ରହିପାରନ୍ତି। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଧ୍ୟାନ ଯୋଗ ବା କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ରୁହନ୍ତୁ, ଯାହା ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ନିଜର କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଛି, ଯାହାକି ଆପଣ ସମସ୍ତ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବାର ସୁଯୋଗ ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକୁ ନିଶ୍ଚିତ ଆପଣଙ୍କୁ ଆନନ୍ଦ ଏବଂ ଉତ୍ସାହିତ ଏବଂ ନିଜର କାର୍ଯ୍ୟ ସଫଳତା ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ତୁଳା ରାଶି ବ୍ୟକ୍ତିଙ୍କର। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ଖରାପ କରନ୍ତୁ ନାହିଁ ବା କୌଣସି ଭୁଲ କରନ୍ତୁ ନାହିଁ। ଯଦି ଭୁଲ କରିବେ ତାହାର ଦଣ୍ଡ ଅଧିକ ମିଳିବାର ଚାନ୍ସ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି କିଛି ବିଚାରାଧୀନ ଯଦି କାର୍ଯ୍ୟ ଥିବ ତାହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ ବା କାରାଦଣ୍ଡ ସଦୃଶ କଷ୍ଟ ଆପଣଙ୍କୁ ମିଳିପାରେ ବା ଆପଣଙ୍କୁ ନିଶ୍ଚିତ ଅନେକ ପ୍ରକାର ଘାତ ଅଘାତ ବାଧା ପୀଡ଼ା ମିଳିପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ଆପଣଙ୍କର ନିଜର କାର୍ଯ୍ୟ ଅନେକ କ୍ଷେତ୍ରରେ ଚାପ ସୃଷ୍ଟି କରିବ, ତେଣୁ ଧ୍ୟାନ ଦିଅନ୍ତୁ ଏହା ପ୍ରତି ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଭାଗ୍ୟ ବହୁତ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭଲ ସମ୍ପର୍କ ରହିବ। ଅତି ଆନନ୍ଦରେ ପରିବାର ବର୍ଗଙ୍କ ସହିତ ଆଜି ଦିନ କଟିବାର ସୁଯୋଗ ଦେବ। ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହିପାରେ, କିନ୍ତୁ ଧ୍ୟାନ ପୂର୍ବକ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ ଅନେକ କ୍ଷତି ପହଞ୍ଚିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ଅର୍ଥଜନିତ କାରବାରରେ ସାବଧାନ ରୁହନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଭୁଲ ଡିସିସନ ନିଅନ୍ତୁ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ମାନସିକ ଅଶାନ୍ତି ରହିପାରେ। ତତ୍ସହିତ ନିଜର ଅର୍ଥ ଯୋଗୁଁ ଆପଣ ମାନସିକ ସ୍ଥିତି ଭଲ ନ ରହିପାରେ। ତତ୍ସହିତ ଆପଣଙ୍କର ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଆପଣ ତା ପାଇଁ ଚିନ୍ତିତ
ଏବଂ ଅଧିକ ଅସୁସ୍ଥ ହୋଇପାରନ୍ତି। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ ଚାପ ଆସିପାରେ, ଚାପ ସତ୍ତ୍ୱେ ମଧ୍ୟ ନିଜର କାର୍ଯ୍ୟକୁ ଆପଣ ସଫଳତା ଆଡ଼କୁ ନେଇଯାଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି ଆପଣ ଜଡ଼ିତ ଥିବେ, ନିଶ୍ଚିତ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ ସଫଳତା ପ୍ରାପ୍ତ କରିବେ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଯଦି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି, ଯାହା ବୃହସ୍ପତି ଆପଣଙ୍କୁ ସାଥ ଦଉଛି। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର କେତେକାଂଶରେ ମହା ସୁଖ ପ୍ରାପ୍ତ କରିବାର ସୁନ୍ଦର ଶୁଭ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ପାରିବାରିକ କ୍ଷେତ୍ରରେ ଦେଖିଲେ କେତେକାଂଶରେ ଆପଣଙ୍କର ଚାପ ସତ୍ତ୍ୱେ ମଧ୍ୟ ନିଜ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ମହା ଆନନ୍ଦରେ ମଧ୍ୟ ଦିନ କଟିବାର ସୁଯୋଗ ଦେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ଗମନାଗମନ ପାଇଁ ବା କିଛି ଦୂରଯାତ୍ରା କରିବା ପାଇଁ, କିଛି ଆପଣ ପରିବାର ବର୍ଗଙ୍କ ବା ସ୍ୱାମୀ ସ୍ତ୍ରୀଙ୍କ ଭିତରେ କିଛି ଦୂରଯାତ୍ରା କରିବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ନିଜର ଲାଭ ପ୍ରାପ୍ତ କରିବାର ଅନେକ ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଟିକେ ସ୍ୱାସ୍ଥ୍ୟ ଚିନ୍ତା ରହିବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆଜି ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରୁଛି ଏବଂ ମହା ଆନନ୍ଦରେ ଉତ୍ସାହ କ୍ଷେତ୍ରରେ ଆପଣ ନିଜର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ନିଶ୍ଚିତ ଆପଣଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ। ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ ଏବଂ ସଫଳତା ନିଶ୍ଚିତ ପହଞ୍ଚିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ଧନୁ ରାଶି ବ୍ୟକ୍ତି ଯଦି ଆପଣ ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଥିବ, ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ଯାହାକି ଉତ୍ସାହ ବା ଭାଗ୍ୟ ଆପଣଙ୍କର ନିମ୍ନଗାମୀ ରହୁଛି। ପ୍ରେମ ସମ୍ବନ୍ଧ ଆଜି ଅନେକ ପ୍ରକାର କ୍ଷତି ସହିପାରନ୍ତି ବା କ୍ଷତି ହୋଇପାରେ, ତେଣୁ ପ୍ରେମ ସମ୍ବନ୍ଧ ଆଜି ବିଚ୍ଛେଦ ମଧ୍ୟ ବା ମନମାଳିନ ହୋଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବାଦ ବିବାଦ ଅଧିକ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ବେପାର ବାଣିଜ୍ୟ କରୁଥିଲେ ଆପଣ ନିଶ୍ଚିତ ଲାଭ କରିବାର ଚାନ୍ସ ରହୁଛି, କିନ୍ତୁ ଯେଉଁମାନେ ଆପଣଙ୍କର ଶତ୍ରୁ ସେମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାର ଅନେକ କୌଶଳ ପ୍ରୟୋଗ କରିପାରନ୍ତି କିମ୍ବା ଆଜି ଆପଣଙ୍କର ଶତ୍ରୁ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। କୌଣସି ତେଲିଆ ଖାଦ୍ୟ ଠାରୁ ବା ତେଲିଆ ଜିନିଷ ଖାଦ୍ୟ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ଧୂସୁର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ପ୍ରତ୍ୟେକ କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତା ଶୁଭ ଯୁଗ ବନଉଛି, ତେଣୁ ମକର ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ସ୍ଥିତିରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ହିସାବରେ ରହିବ।
तत्सहित आपण महा आनंदरे मध्य कार्यगुड़ी को अति सुखमय कटिब। तेबे आज मकर राशि व्यक्ति जहाँकि शिक्षार्थी विद्यार्थी मानक पई निश्चित शुभयुग स्थिति बनाउछि। तत्सहित इंटरव्यू एग्जाम थिले आपण सेथिरे कृतकार्य करिवार अनेक चांस रहुछि। आज मकर राशि व्यक्ति जहाँकि राजनीतिक सामाजिक क्षेत्र में आपणकर अनेक प्रतिष्ठा लाभ करने सहित निजे जड़े दक्षतावान व्यक्ति रूपे परिचित होबार समाज आगे देखा जाउछि। आपणको भाग्य राशि मकर राशि व्यक्ति माने आज मकर राशि व्यक्ति विशेषकर प्रेम संबंध में आपणको पई आज एक रोमांटिक परिवेश सृष्टि करिवो। तत्सहित आज किछि मधुर वार्तालाप करिवार अनेक चांस रहुछि। आज मकर राशि व्यक्तिंकर पारिवारिक संपर्क अति सुखमय परिवेश हेबो जहा आपणको राशि चक्र जना पड़ुछि। तेबे आज मकर राशि व्यक्ति जो माने व्यापार वाणिज्य करुथिबे अनेक प्रकार लाभ प्राप्त करिवार सुजोग दउछि जहा आपणको राशि चक्र जना पड़ुछि। आज मकर राशि व्यक्ति अर्थजनित कौनसी जदि निष्पत्ति नबा पई चाहुचंती आज से दिनटी होछि उत्तम दिन। तेणु अर्थजनित जेकोसी निष्पत्ति नेबे ताहा परवर्ती स्टेप रे आपनको अनेक फायदा देबो जहा आपनको राशि चक्र जना पड़ुछि। आज मकर राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी जदि पूर्वरु स्वास्थ्य समस्या थिबो आज ताहार समाप्त बा सुस्थ होबार अनेक चांस रहुछि। आज मकर राशि व्यक्तिंकर भाग्य संख्या रहिछि जहा कि 5। भाग्य रंग रहुछि आपण कला रंग यूज करि पारिबे एवं ग्रह माने आपनको आज जहा कि 98% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निजर कर्म क्षेत्र में अनेक बाधा प्रायत आसीबो। तेणु निश्चित यह प्रति सचेतन रुहंतु कुंभ राशि व्यक्ति। आज कुंभ राशि व्यक्तिंकर भाग्य ग्रह निम्नगामी रहुछि। तेणु प्रत्येक कार्य सचेतन सहकारे करंतु। आज कर्म क्षेत्र में चाप तो आसीबो तत्सहित चाकरी संबंध में जो माने जड़ित अछंती से माने अनेक चाप एवं अस्थिरता देखा देबो। विभिन्न प्रकार चैलेंज सामना करने को पड़िबो कुंभ राशि व्यक्ति एवं कार्य रे भूल करिवार अनेक चांस रहुछि। तेणु कुंभ राशि व्यक्ति यह प्रति निश्चित सचेतन सहकारे कार्य करंतु। कार्य करिवा पूर्व प्रथमे तो योजना प्रस्तुत करी कार्य करिले ताहा आपनकर भूल हेबो नाही एवं अनेक कार्य आपनको सफलता आड़को अग्रगति करैबो। तेबे आज कुंभ राशि व्यक्ति शिक्षार्थी विद्यार्थी मानक पई भाग्य ग्रह निम्नगामी रहिबा सहित राजनीतिक सामाजिक क्षेत्र जो माने जड़ित अछंती सेमानकु अनेक भाग्य निम्नगामी रहुथिबारु आपनकर आज चाप सहित मानहानि होबार चांस रहुछि। तेणु कुंभ राशि व्यक्ति यह प्रति दूरता अवलंबन करंतु। आज कुंभ राशि व्यक्ति जो माने प्रेम संबंध रे जड़ित अछंती सेमानकर आज जहा कि अस्थिरता एवं निज भितर संपर्क खराब होबार अनेक चांस रहुछि। तेणु यह प्रति कुंभ राशि व्यक्ति सचेतन रुहंतु। आज कुंभ राशि व्यक्ति पारिवारिक दृष्टि देखिले परिवार मनमालिन जुग रहुछि। तेणु आवश्यक स्थले आपण कलह किंबा जुक्ति तर्क करंतु नाही। आवश्यक स्थले चुप रुहंतु जहा आपणकर परिवार संपर्क भल रहिबो कुंभ राशि व्यक्तिंकर। आज कुंभ राशि व्यक्ति अर्थजनित कारोबार रे आपण अनेक प्रकार क्षति सहिबा को पड़िबो जहा आपणकर राशि चक्र जना पड़ुछि। तेणु अर्थजनित कारोबार कौनसी रिस्कफुल कार्य करंतु नाही। जो माने अर्थजनित कारोबार करूछंती बा व्यापार वाणिज्य करूछंती ध्यान पूर्वक निजर व्यापार वाणिज्य करंतु। बुद्धि समस्त बुद्धि प्रयोग करी व्यापार केमिति लाभ पाइबे सेथिपाई निश्चित सचेतन रुहंतु कुंभ राशि व्यक्ति। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या बढ़ी पारे। मानसिक स्तर रे मध्य आपण नैराश्य होई पारंती अशांति होई पारंती अनेक प्रकार रोग आपनको भय जात करि पारे। तेणु यह प्रति निश्चित कुंभ राशि व्यक्ति सचेतन रुहंतु। आज कुंभ राशि व्यक्तिंकर भाग्य संख्या रही 4। भाग्य रंग रहुछि जहा कि नील रंग एवं ग्रह माने आपनको आज जहा कि 25% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज कर्म क्षेत्र में अनेक चाप सृष्टि होई पारे। मानसिक स्तर रे आपण अस्थिरता रही पारंती। तेणु मीन राशि व्यक्ति निजर कार्य ध्यान सहकारे करंतु एवं धैर्य सहकारे करिले आपण समस्त कार्य आगकू एवं सफलता आड़कू अग्रगति करिवो। नहले आपणकर भाग्य ग्रह निम्नगामी रहुछि एवं आज चाकरी संबंध कार्य गुड़िक आपको जहाँकि मानसिक स्तर में अनेक प्रकार प्रॉब्लम रे पड़िबे एवं विभिन्न प्रकार चैलेंज आसीबो जहाँ सामना करने मीन राशि व्यक्ति पक्षे भारी कष्टकर हो पारे। तेणु मीन राशि व्यक्ति यह प्रति निश्चित सचेतन रुहंतु।
आज मीन राशि व्यक्ति शिक्षार्थी विद्यार्थी मानक पई आदु भल जुग होई न पारे। तत्सहित राजनीतिक सामाजिक क्षेत्र में आपण जदि जड़ित अछंती आज दूरता अवलंबन करिवे ताहा आपणक पई लाभदायक हबो। आज मीन राशि व्यक्ति जहा कि अर्थजनित कारोबार जदि करूछंती निश्चित सावधान रुहंतु, कारण अर्थजनित कारोबार रे आपनको अनेक प्रकार क्षति सामना करबा को पड़िबो, कारण आपणकर भाग्य ग्रह निम्नगामी रहूची एवं अनेक प्रकार क्षति मध्य आपणकर जुग बनाउछि। तेणु सचेतन रुहंतु। जदि अर्थजनित कारोबार बा व्यापार करूछंती मीन राशि व्यक्ति निजर सावधान सहकारे कार्य करिले ताहा आपनको सफलता देबो। आज मीन राशि व्यक्तिंकर प्रेम संबंध रे आपणकर संपर्क खराब रहबार अनेक चांस रहूची। तेणु कौनसी प्रेमर वार्तालाप आज करंतु नाही। मीन राशि व्यक्ति यह आपणक पई भलो हेबो। आज मीन राशि व्यक्तिंकर पारिवारिक संपर्क जहा कि मानसिक अशांति देखा दे पारे, निज भितरे कलह जुग रहूची। तेणु परिवार संपर्क भलो रखिबा पई चेष्टा करंतु मीन राशि व्यक्ति। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य जनित पीड़ा अनेक देखा दबार चांस रहूची। तेणु कौनसी स्वास्थ्य खराब न होबो सेति पई सचेतन रुहंतु मीन राशि व्यक्ति। आज मीन राशि व्यक्तिंकर जहा कि भाग्य संख्या रहिची 7, भाग्य रंग रहूची आपण हालुका हलदिया रंग यूज करि परिबे एवं ग्रह माने आपण को आज 30% साथ दउछंती।